ମଣିଷକୁ ଦିନେ ପଚରାଗଲା, ଏତେ ପାପ କାହିଁକି କରୁଛୁ? ସେ ପାପ କରି ତୁ କେମିତି ଖୁସିରେ ବଞ୍ଚିଛୁ? ମଣିଷ ଉତ୍ତର ଦେଲା, ମୋ ପାପକୁ ସବୁ ଗଙ୍ଗାରେ ବୁଡ଼ ପକେଇ ସବୁ ପାପକୁ ଧୋଇ ଦେଉଛି। ଗଙ୍ଗାକୁ ପଚରାଗଲା, ତୁ ଏତେ ପାପ ନେଇ କ'ଣ କରୁଛୁ? ଗଙ୍ଗା କହିଲା, ମୁଁ ସବୁ ପାପ ନେଇ ସମୁଦ୍ରରେ ମିଶାଇ ଦେଉଛି। ସମୁଦ୍ରକୁ ପଚରାଗଲା, ତୁ ସବୁ ପାପ ନେଇ କ'ଣ କରୁଛୁ? ସମୁଦ୍ର କହିଲା, ମୁଁ କାହାର କିଛି ରଖେ ନାହିଁ। ମୋଠୁ ସବୁ ପାପ ବାୟୁ ଆଉ ବାଷ୍ପ ନେଉଛନ୍ତି। ବାୟୁ ଆଉ ବାଷ୍ପକୁ ବି ପଚରାଗଲା, ତମେମାନେ ଏ ପାପ ନେଇ କ'ଣ କରୁଛ? ସେମାନେ ଉତ୍ତର ଦେଲେ, ଆମେ ବି କାହାର ରଖୁନା। ଆମେ ବି ବର୍ଷା ସହିତ ମଣିଷମାନଙ୍କୁ ଫେରେଇ ଦେଉ। ଏଥିରୁ ଆମେ ବୁଝିବା କି ଯେଉଁ ପାପ ଆମେ କରିବା ତାର ସମୟ ଅନୁସାରେ ଭୋଗିବା। ସେଥିପାଇଁ ଯେଉଁ କର୍ମ ଆମେ କରୁଛେ ଭାବିଚିନ୍ତି କରିବା ଆବଶ୍ୟକ। କାରଣ ପଛରେ ଆମେ ଅସୁବିଧାରୁ ମୁକ୍ତି ପାଇବା। ଦୟାକରି ନିଜେ ଉଚିତ ରାସ୍ତାରେ ଚାଲନ୍ତୁ, ଅନ୍ୟକୁ ଉଚିତ ରାସ୍ତା ଦେଖାଇବା ପାଇଁ ସହଯୋଗ କରନ୍ତୁ।